गजानन तस्मै श्री गुरवे नमः स्वर्गे स्वर्गलोकाय वन्दे पाताले नाग देवता मूर्तेश माधव वन्दे तव वन्दे सचराचर प्रभात प्रकाश गाइबे ना पञ्चदेव को वंदना पद्य गाउछु का हां आगे पद्य ए बंदइल मात देवी कालिका विपद काले साहा हुए का झंकड़ वासिनी नाम शारदा का कटपुरे मंगला बरदा कालो बाणपुरे भगवती कटक नाम बोलाई जमा खंडी दियो मधुर पुरे नाम तोर वीर चारण पुरे नाम ना करा ध्वजा बांकी गड़े नाम
ইহার তো বদলি সে ছামুরে করে দাইনি ছামুরে করে দাইনি বিনা বাজা ধরি দাস খাইলি মা ঘোড়া তো ধরব ହଉ ଇଏ ପବିତ୍ର ମା ତାରିଣୀଙ୍କ ପୀଠ ଆମର ଏ ମଞ୍ଚ ହେଉଛି ଧର୍ମ ଅବତାର ଯେହେତୁ ମା ତାରିଣୀଙ୍କ ପୀଠ ଧର୍ମ ଅବତାର ଆମେ ଟିକେ ଧର୍ମ ବିଷୟରେ ଆଲୋଚନା କରିବା କାରବାଣୀ ମାନେ ସାଇଡ୍ ହେବେ ବିଣାକାର ଆଗକୁ ଆସିବେ ହେଲା କାରବାଣୀ ମାନେ ଆଗକୁ ଆସିବେ ବିଣାକାର ସାଇଡ୍ ହେବେ ଗୋଟିଏ ପରେ ଗୋଟିଏ ଉତ୍ତର ଦେବେ ମୁଁ ଯାହା ପଚାରିବି ଉତ୍ତରଟି ଆପଣ ଲେଖନ୍ତୁ ଏ ଧର୍ମ ଗୀତା ଭାଗବତ ବେଦାନ୍ତ ବେଦ ଇତ୍ୟାଦି ଉପନିଷଦରେ ନାଇଁ ପଛକୁ ନାହିଁ ପୁରା ପୁରା ଆସ ଏପଟେ ତମେ ଆସିଲେ ସେପଟେ ଶୁଣ ତମେ ଏଇଠୁ ଆସିଲେ କାରଣ ପୁରା ଯାଅ ହଟ ପୁରା ହଟ ସିଧା କେହି ନାହିଁ ପାଖରେ କିଛି ପ୍ରୋବ୍ଲେମ୍ ନାହିଁ ଏଇଟା ଗୋଟେ ଛୋଟିଆ କଥା ନୁହେଁ ହେଲା ଏ ଧର୍ମସଭା ଆଜ୍ଞା ଆପଣମାନେ ଜାଣନ୍ତି ଧର୍ମର 10 ଲକ୍ଷଣ ହେଲା ଯୋଉ ଧର୍ମର 10 ଲକ୍ଷଣ ଗୋଟି ଗୋଟିକିରି କହିବେ ଇଏ ଗୋଟିଏ କହିବେ ସେ ଗୋଟିଏ କହିବେ ସେ ଗୋଟିଏ କହିବେ ସେ ଗୋଟିଏ କହିବେ କେତୋଟି କାହାର ବଳୁଛି 10ଟା ଭିତରେ ଡବଲ ରିପିଟ୍ ହବନି ଥରେ କହିଲେ ନାହିଁ ହଁ କିଛି ନାହିଁ ହେଲା ଆଗ ଲେଖନ୍ତୁ ତାଙ୍କର କିଏ ଆଗ ଆସିଛି ହଁ ତ ଆପଣ ଗୋଟେ କୁହନ୍ତୁ ଧର୍ମର ପ୍ରଥମ ଲକ୍ଷଣ ଆଜ୍ଞା ହେଲା ଶାନ୍ତି ଏକ ତାଙ୍କର ଏପଟେ ଦିଅ ସେପଟେ ଦିଅ ଜାଣି ହବନି କିଏ କାରଣ ନା ଏପଟେ ହଁ ଧର୍ମ ଆଜ୍ଞା ହେଲା ଜଣେ ଅନ୍ନ ଦାତା କରିବା ସେ ହେଉଛି ଗୋଟେ ଧର୍ମ ଅନ୍ନଦାତା ଅନ୍ନ ଦାନ କରିବା ହେଲା ତୁମେ ଆଉ ଗୋଟେ କହ 10ଟା ଭିତରେ ଆଜ୍ଞା କନ୍ୟାଦାନ ସାର୍ କନ୍ୟାଦାନ ଗୋଟେ ହଉଛି ଧର୍ମ କନ୍ୟାଦାନ ଧର୍ମ ହଁ ତାପରେ ଆଜ୍ଞା ଗୋଟିଏ ବସ୍ତ୍ର ଯଦି ଜଣକୁ ଦାନ କରାଯାଏ ବି ବସ୍ତ୍ରଦାନ ବସ୍ତ୍ର ଦାନ ଆଉ ଥରେ ଲେଖା ଆଜ୍ଞା ଗୋଦାନ ଧର୍ମର 10 ଲକ୍ଷଣ ଆଉ ଗୋଟିଏ ହଉଛି ଗୋଟିଏ ଶ୍ଲୋକରେ ଅଛି 10ଟା ମନେ ପକେଇ ଯାହା କହ ସାକର ସଲାମ କହିବେ ହଁ
ଭୂମି ଦାନ ଗୋଟିଏ ଆଜ୍ଞା ଭୂମି ଭୂମି ଦାନ। ଦାନ ଆଉ କ'ଣ କହିବେ 5 ଯେତେବେଳେ ହବ ବନ୍ଦ କରିବେ ଏପଟେ 5 ଏପଟେ 5 ଦେଖିବା କିଏ କାହାର ସାର୍ ଆଉ ଗୋଟେ ସାର୍ କହିବେ ତୁଆଡ଼େ ତ ତୁମେ କିଏ ଦୟା କ୍ଷମା ଦମ 3ଟା ତ କହିଲେ ଏଥିରେ ଦୟା ଗୋଟିଏ ସାର୍ ଗୋଟିଏ ଲେଖ ଦୟା ସାର୍ ମୋ ପଟେ କାଶ ଗୋଟିଏ ଶିଶୁ ବି ଦାନ କରାଯାଏ ଶିଶୁ ଦାନ ମଧ୍ୟ ଗୋଟିଏ କେତେଟା ହେଲା 5 ହେଇଗଲା ହଁ ହେଇନି ଆଉ ଗୋଟିଏ ରହିଲା ଆପଣ ଗୋଟିଏ କହିବେ କ୍ଷମା ଦମ ଗୋଟିଏ ହେଇଠୁ ହେଇଗଲା କି କ୍ଷମା ଦମ ଲେଖିଲେ କ୍ଷମା ଦମ ଆପଣଙ୍କର ଆଉ ଗୋଟିଏ ଆଉ ଗୋଟିଏ ଆଜ୍ଞା ଧର୍ମ ଦାନ ଦାନ କୁହାଯାଏ ଆଜ୍ଞା ମସ୍ତକ ଗୋଟିଏ ଦାନ ସାର୍ ମସ୍ତକ ଗୋଟିଏ ଦାନ ମସ୍ତ ଗୋଟିଏ ଦାନ ଧନ୍ୟବାଦ ହଉ ଏ ପ୍ରଶ୍ନର ଉତ୍ତର ଆମେ ନିଶ୍ଚିତ ଭାବେ ଦେବା ସାର୍ ପଚାରିଥାନ୍ତୁ ସାର୍ଙ୍କର କେତେଟା ହେଲା କିଏ କହିଲା ମୋର କେତେଟା ହେଲା ତାପରେ ମୁଁ କହିବି କାହାର କେତେଟା ଆସିଥିଲା ଶେଷ ସାର୍ ମା ମାନଙ୍କୁ ଦେବାନି ମା ମାନେ ଯଦି ଦୁଃଖ କରିବେ ହାଁ? ହେଲା କେହି କିଛି କୁଆଡେ କେହି ପ୍ରମ୍ପଟିଂ କରିବେନି ଏପଟ ବି କରିବେନି ଦେଖ ଦୟାକରି ସେପଟେ ଘୁଞ୍ଚ ଯିଏ ଯାହା ଅଛ କାହିଁକିନା ଇଏ ଯୁଦ୍ଧ 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 ଇଏ କହୁଛି ମୁଁ ବଡ ସେ କହୁଛି ମୁଁ ବଡ କିନ୍ତୁ ନିଜକୁ ଭାବୁନାହାନ୍ତି କିଏ କୋଉ ସ୍ତରରେ ଅଛ ଖାଲି ସୁନ୍ଦରୀ କନ୍ୟାକୁ ବାହା ହେବି ଯାଅ ହେଠିକି ତମେ ଯାଅ ତମ ନାକ ନିଶ ସବୁ ଦେଖାଅ ତାପରେ ଜାଣିବା ଯଦି ସେ ତାକୁ ଚଏସ୍ କରିବ ବିବାହ ହବ ଟେହଣ ଟେହଣ ଚାଲୁଥିବ ସୁନ୍ଦରୀ କନ୍ୟାକୁ ବାହା ହେବି କିନ୍ତୁ ଅର୍ଜୁନ ହେଠି ଯାଇଥିବେ କ'ଣ ହବ ଏଇଟା କଥାଟା ଅର୍ଜୁନ ଚାପି ନେବ କନ୍ଦର୍ପ ପୁରୁଷ ତେଣୁ ଏ ଉଭୟ କହୁଛି ମୁଁ ବଡ଼ ସେ କହୁଛି ମୁଁ ବଡ଼ କୋଉଟା ଜଣା ପଡ଼ିବ ହଉ ଗୋଟିଏ ପ୍ରଶ୍ନ ପଚାରୁଛି ତାହେଲେ ସାର୍ ଆପଣଙ୍କ ଅନୁମତି ଗୋଟିଏ ଧେୟା ଦେବୀ କି କିଏ ଆରାଧନା ନାଇଁ ଧେୟା ଦେବୀ କିଏ ଆଗ କିଏ ଆସିଥିଲା ଆଗ କୁହନ୍ତୁ ଧେୟା ଦେବୀ କିଏ ତମ ଭଳିଆ ଜଣେ ଦେବୀ ତମ ଗଙ୍ଗା ପାର୍ବତୀ ଯେମିତି ଆସିଛ ସେଇଭଳି ବୈଷ୍ଣବ ଲେଖ ହ୍ୟାଲୋ ଆଜ୍ଞା ଏପଟେ ଲେଖ ତଳକୁ ଲେଖ ଧେୟା ଦେବୀ ଆରାଧ୍ୟ ଦେବୀ ହେଉଛନ୍ତି ମାତା ତୁଳସୀ ହଉ ବହୁତ ବହୁତ ଧନ୍ୟବାଦ ଏବେ ସଭା ସାଙ୍ଗ କରିବା ପୂର୍ବରୁ ଆମେ ଯେ ପ୍ରଶ୍ନଟା ସମୀକ୍ଷା କରିଦେବା ଶେଷ ହେଲାଣି ହଉ ଦେଖନ୍ତୁ ବର୍ତ୍ତମାନ ଏଇ ଗପ ନାହିଁ ମୁଁ କହିଲେ ପୁଣି କହିବ ନା କୋଉଟା କୋଉଠି ଅଛି ବାହାର କରିବ ହେଲା ପ୍ରଥମେ କୁହାଗଲା ଧର୍ମର 10 ଲକ୍ଷଣ ଗୋଟିଏ ଶ୍ଲୋକ ପ୍ରମାଣ କରେ बोला धृति क्षमा दमस्ते निःशौचमिन्द्र निग्रह धीविद्या सत्यम क्रोधम दशकम धर्म लक्षणम धृति क्षमा लेख ताको मिलेबा कोटे केते बाहुची धृति क्षमा तळकु जाऊ धृति क्षमा दम अस्तेय धृति क्षमा दमस्ते अस्तेय शौच इंद्रिय निग्रह धी विद्या धृति क्षमा दमस्ते शौचम इंद्रिय धीविद्या सत्यम प्रथम दशकम धर्म एई 10टा भितर कोटा कार्ड अछि मते को आइडेंटिफाई करो हां एतिकी रे कला आगो एतिकी रे केतरा बाहर श्लोकटा मम्मा तो पढ़ दे जे तोर बाहर पुनी पजे दम अस्ते गुडी की कहउतला हाँ ये दम अस्ते कहउतला दम अस्ते कहति मु सुनिछि कहि ना सर लेखा हैला जति कहिले सब लेखा नहीं हो पाए आपण एटा छाड़ दे लेखि न पांचटा दम अस्ते अच्छा वीडियो करूछन जी काहे देख दबा जे कहि छै तार बाहर